ଜୟ ଜଗନ୍ନାଥ। ନମସ୍କାର। ପ୍ରେମର ଅର୍ଥ ବିସ୍ତାର, ଅଧିକା ନୁହେଁ। କାରଣ ପ୍ରେମ ଏକ ଅନନ୍ତ ରୂପ ପରି, ଯାହା ମଣିଷକୁ ହୃଦୟର ଗଭୀରତାକୁ ପ୍ରବେଶ କରି ତାକୁ ନୂତନ ଜୀବନ ପ୍ରଦାନ କରେ। ତେଣୁ ଯେତେବେଳେ ପ୍ରେମ ଡାକେ ସେତେବେଳେ ତାକୁ ଅନୁସରଣ କରିବା ଉଚିତ, ଯଦିଓ ଏହାର ପଥ କଷ୍ଟକର ହୋଇଯାଏ। ପ୍ରେମ କୌଣସି ବ୍ୟକ୍ତିକୁ ନିଜର କରେ ନାହିଁ, ବରଂ ସେମାନଙ୍କୁ ମୁକ୍ତ କରେ। କାରଣ ପ୍ରେମର ପ୍ରକୃତି ବନ୍ଧନ ନୁହେଁ, ବରଂ ପ୍ରସାରଣ। ଏହି ପ୍ରସାରଣ ଜୀବନର ପ୍ରକୃତ ସୌନ୍ଦର୍ଯ୍ୟ ହୋଇଯାଏ। ତେଣୁ ଯେତେବେଳେ ପ୍ରେମର ଡେଣା ଆମକୁ ଆଲିଙ୍ଗନ କରେ, ଆମେ ନିଜକୁ ଏଥିରେ ସମର୍ପଣ କରିବା ଉଚିତ। ପ୍ରେମର ଅଭ୍ୟାସରେ ସୁଖ ଓ ଯନ୍ତ୍ରଣା ଉଭୟ ଏକାଠି ଥାଏ। ତେଣୁ କେବଳ ଆନନ୍ଦ ଦେବା ପାଇଁ ନୁହେଁ, ବରଂ ଆପଣଙ୍କୁ ପୋଷଣ କରିବା ପାଇଁ ମଧ୍ୟ ଏହା ଆସିଥାଏ। ଯେପରି ଗୋଟିଏ ଗଛ କେବଳ ମାଟିର ତାର ବୀଜ ପୋତି ଦେଇ ଅଙ୍କୁରିତ ହୁଏ, ସେହିପରି ପ୍ରେମର ପ୍ରକୃତ ଅର୍ଥ ବୁଝିବା ପାଇଁ ଜଣେ ବ୍ୟକ୍ତିକୁ ନିଜ ଅହଙ୍କାରକୁ ତ୍ୟାଗ କରିବାକୁ ପଡ଼ିଥାଏ। ଯେତେବେଳେ ଜଣେ ପ୍ରେମ କରେ, ସେ ନିଜ ଭିତରେ ଅନେକ ସ୍ତରକୁ ଉନ୍ମୋଚିତ କରେ। ଏହିପରି ତାଙ୍କର ପ୍ରକୃତ ପରିଚୟ ଜନ୍ମ ହୁଏ। ପ୍ରକୃତ ପ୍ରେମ କାହାର ମାଲିକାନା ଗ୍ରହଣ କରେ ନାହିଁ କି କାହାର ଦାସ ହୁଏ ନାହିଁ। ଏହା ଦୁଇଟି ଆତ୍ମା ମଧ୍ୟରେ ଏକ ସେତୁ, ଯେଉଁଠାରେ ଉଭୟ ନିଜର ସ୍ୱାଧୀନତା ବଜାୟ ରଖି ଏକାଠି ଚାଲନ୍ତି। ପ୍ରେମର ଅର୍ଥ ନୁହେଁ ଯେ ଦୁଇ ଜଣ ଲୋକ ଏକ ହୋଇଯାଆନ୍ତି, ବରଂ ସେମାନେ ଅଲଗା ରହି ମଧ୍ୟ ସମାନ ଦିଗରେ ଗତି କରିଥାନ୍ତି, ପରସ୍ପର ଜୀବନକୁ ସମୃଦ୍ଧ କରିଥାନ୍ତି। ତେଣୁ ପ୍ରେମରେ ଦୂରତା ଆବଶ୍ୟକ, କାରଣ ଏହି ଦୂରତା ହିଁ ନିକଟର ଆଡ଼କୁ ଟାଣି ଆଣେ। ଏହା ହିଁ ସମ୍ପର୍କକୁ ସ୍ଥାୟୀ କରେ। ପ୍ରେମର ଅନ୍ୟନତା ହେଉଛି ଏହା ଜଣେ ବ୍ୟକ୍ତିକୁ ପୂର୍ଣ୍ଣ କରେ ନାହିଁ, ବରଂ ତାକୁ ତାଙ୍କର ଅପୂର୍ଣ୍ଣତା ବିଷୟରେ ସଚେତନ କରାଏ। ଏହି ସଚେତନତା ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। କାରଣ